ଜୟ ଜଗନ୍ନାଥ। ଆଜି ଭଲ କଥାଟେ ମନେ ରଖିଛ। ଆଜି ଆଲୋଚନା କରିବା ଧର୍ମକୁ କିପରି ଚିହ୍ନିବା। ଧର୍ମକୁ କିପରି ଚିହ୍ନିବା। ଆଉ ଏତିକି ମନେ ରଖ, ଧର୍ମ କଣ? ଆମର ଗୋଟେ କହନ୍ତି ଧୂ ଧାତୁ ମ ପ୍ରତ୍ୟୟ ହେଲା ଧର୍ମ। ହେଲା, ମାନେ ଧରିତ୍ରୀ ଯାହାକୁ ଧାରଣ କରିଛି ତାହା ହିଁ ଧର୍ମ। ଧରିତ୍ରୀ କଣ ଧାରଣ କରିଛି? ନା ସ୍ନେହ, ମମତା ସବୁ ରଖୁଛି, କ୍ଷମା ସବୁ ତା ପାଖରେ ଅଛି। ସେ କାହା ପାଖରେ ରାଗୁଛି? ଏ ଭାବ ଗୁରା ସତ୍ୟ, ଶାନ୍ତି, ଦୟା, କ୍ଷମା, ସ୍ନେହ, ମମତା ଇଏ ଯାହା ପାଖରେ ରହିଲା ସେ ଧର୍ମଟାକୁ ଜାଣେ। ଆପରେ ଯେତେବେଳେ ଚୈତନ୍ୟ ମହାପ୍ରଭୁ ବଙ୍ଗଳାରେ ଆସିଲେ, ସିଏ ଧର୍ମ କଣ ବୋଲେ ତାକୁ ଆଉ ସରଳ ବ୍ୟାଖ୍ୟା କଲେ। ତାହେଲେ ଜୀବେ ଦୟା ନାମେ ରୁଚି ବୈଷ୍ଣବ ସେବନ, ଏହା ବିନୁ ଧର୍ମ ନାହିଁ ଶୁଣ ସନାତନ। ଚୈତନ୍ୟ ମହାପ୍ରଭୁ କହିଲେ ସର୍ବପ୍ରଥମେ ମାନବ ଜନ୍ମ ତମେ ଜୀବକୁ ଦୟା କର। ନାମେ ରୁଚି, ଜୀବ କର୍ମ ରୂପ ଗଲା, କଣ ଦୟା ହବଟା ହେଲା କର୍ମ କର। ନାମେ ରୁଚି, ପ୍ରଭୁଙ୍କର ନାମକୁ ସଦା ସର୍ବଦା ଚିନ୍ତନ କର। ବୈଷ୍ଣବ ସେବନ, ବିଷ୍ଣୁ ଭକ୍ତ ଯିଏ ତାକୁ କୁହନ୍ତି ବୈଷ୍ଣବ। ବା ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଶିଖ। ଜୀବେ ଦୟା ନାମେ ରୁଚି ବୈଷ୍ଣବ ସେବନ, ଏହା ବିନୁ ଧର୍ମ ନାହିଁ ଶୁଣ ସନାତନ। ଏହାର ବିନୁ ସଂସାର ଆଉ କିଛି ଧର୍ମ ନାହିଁ। ଚୈତନ୍ୟ କହିନାହାନ୍ତି ଯେ ଚିତା ଚୈତନ୍ୟ କାଟି ଦିନରେ କାଟିବ, ଚିତା ଚୈତନ୍ୟ ରାତିରେ କୋଉଠି ଚୋରି କରିବ, କାହାକୁ ଠକିକି ଆଣିବ, ଏ କଥା କହିନାହାନ୍ତି। କହିଲେ ଜୀବରେ ଦୟା କର, ନାମରେ ରୁଚି ରଖ, ବୈଷ୍ଣବ ସେବନ ଗୁରୁଜନକୁ ସମ୍ମାନ ଦେବା ଶିଖ। ଏହା ବିନୁ ଆଉ ସଂସାରରେ ଧର୍ମ ନାହିଁ। ଆମେ ଧର୍ମ କରୁଛେ କି କରୁନେ କେମିତି ଜାଣିବା? ଜଗନ୍ନାଥ ଦାସଙ୍କ ଗୋଟେ ପଦ ମନ ପଡେ, ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣେ। ଯିଏ ବାସ୍ତବରେ ଧର୍ମ କରିଥାଏ ସେ ଘାଣ୍ଟି ଚକଟି ହୁଏ। ସେ ତା ମୃତ୍ୟୁଟାକୁ ସେ ନିଜେ ଜାଣିଥାଏ। ନବହିବ ଅଣଚାଷ ଚଳୁଥିବ ନନ୍ଦିଘୋଷ, ଜୀବ ଗଲା ବେଳେ ତାହା ଶୂନ୍ୟ ପୁରୁଷ। ଯିଏ ପ୍ରକୃତିରେ ଧର୍ମ କରୁଥିବ, ଚଳୁଥିବ ନନ୍ଦିଘୋଷ, ମାନେ ଚଳାପଚଳ ସବୁ କରୁଥିବ। ନବହିବ ଅଣଚାଷ, ବିଛଣାରେ ପଡିଯିବ ନାଇଁ କି ହେଟା ଉଠିବ। ଜୀବ ଗଲା ବେଳେ ତାହା ଶୂନ୍ୟ ପୁରୁଷ, ବସିଦବ ଟୁଙ୍କିରେ ଶୋଇ ପଡିଲା, ସରିଗଲା। ସେଠି ତା ପାଇଁ ପ୍ରଭୁ ଅଛନ୍ତି। କେତେବେଳେ ନା ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣେ। ଆଉ ଉପରେ ହରି ହରି ହଉଥିବା ଭିତରେ ପଡୁକୁ ଚିତା କାଟୁଥବ, ତାର ମହତ୍ଵ କିଛି ନଥାଏ। ଆମେ ଧର୍ମ କରୁଛେ କି ପାପ କରୁଛେ ଜାଣିବ କି? ଜଗତ ଜାଣିବ। କେତେବେଳେ ପର ଚରଣ ନଚଳ ମଦନେ କମ୍ପୁଥିବ, ହେଲେ ହାତ ଗୋଡ ଅଚଳ ହେଇଯିବ। ବିଛଣାରେ ପଡିକି ରହିଥିବ, ପୁଅ ବୋହୁ କେଞ୍ଚା ଦଉଥିବେ, ସ୍ତ୍ରୀ ଗାଳି ଦଉଥିବେ, ସେତିକି ବେଳେ ଧର୍ମ କରିଛ ମାନେ ଜଣା ପଡୁଥିବ।
ତେଣୁ କାହାକୁ କେମିତି ଚିହ୍ନିବା, ଧର୍ମକୁ ଚିହ୍ନିବା କେମିତି, ସ୍ତ୍ରୀକୁ ଚିହ୍ନିବା କେମିତି, ପୁଅକୁ ଚିହ୍ନିବା କେମିତି, ବୋହୂକୁ ଚିହ୍ନିବା କେମିତି। ବର୍ତ୍ତମାନ ସମସ୍ତେ କହୁଛନ୍ତି ମୋ ପୁଅ, ମୋ ଝୁଅ, ମୋ ସ୍ତ୍ରୀ। ପ୍ରକୃତରେ ମୋର ବୋଲି କେହି ନାହିଁ। ଆମେ ସମସ୍ତେ ମାୟାରେ ଆବୃତ। ଏ ନିଜ ଶରୀରଟା ବି ନିଜର ନୁହେଁ। ଆମେ ଯାଉଛୁ, ବାଟରେ ଗାଡି ଧକ୍କା ହେଇଗଲା, ଆମ ହାତଟା କଟିଗଲା, ମୁଁ ସେଠି କହିବି ଏ ହାତ ଆଇଲୁ ତ ମୋ ହାତରେ ନାଗିଗଲୁ, ସେ ରାଗିଯିବ? ତେଣୁ ନିଜ ଶରୀର ନିଜର ନୁହଁ। ଏ ସଂସାରରେ କିଏ କାହାର? ହାତ ଗୋଡ ଚଳୁଥିଲେ ସବୁ ମୋର, ଅଚଳ ହେଇଗଲେ ବାପା କେହି କାହାର ନୁହେଁ। କିଏ କାହାର? କେହି କାହାର। ଯାହା କହୁଛ ପୁଅ ପୁଅ, ସିଏ ବି ନିଜର ନୁହେଁ। ପୁଅକୁ କେତେବେଳେ ଚିହ୍ନିବ ଜାଣିଛୁ ନା? ପୁଅକୁ ଚିହ୍ନିବ ଆସିଲେ ବୋହୂ, ବୋହୂକୁ ଚିହ୍ନିବ ବରଷ ଯାଉ। କଳିଯୁଗ, ଏ କଳିଯୁଗରେ ଭାଇ ମୋ ପୁଅ ବାପ ମା ଖାଲି ହୁଅନ୍ତି, ଖାଲି ବୋହୂ ଟିକେ ଆସିଗଲେ ସେ ଜଣା ପଡିଯିବ ବର୍ଷେ 6 ମାସ ପରେ ସେ ପ୍ରକୃତ ପୁଅଟା କେମିତିଆ। ଯଦି ଠିକ ପୁଅ ହେଇଥିବ ସେ ବୋହୂ କଥାରେ ପଡିବନି, ଏ ଗଡବଡିଆ ହେଇଥିବ ବୋହୂ କଥାରେ ପଇଲା। ବାପାକୁ ଡାଲି ଆଳୁ ଭର୍ତ୍ତା ଦେଲା, ଶ୍ୱଶୁର ଆଇଲେ ଚିକେନ ପଲଉ, ବୁଝିହଉଛି। ଆଉ ବର୍ତ୍ତମାନ ସମୟରେ ଆମେ ଦେଖୁଛୁ ବାପାକୁ ଆଉ ବାପା ଡାକୁନାହାନ୍ତି, ବାପାକୁ ଟିକେ ସକାଳୁ ଶରଣ ହଉନାହାନ୍ତି। ଶ୍ୱଶୁର ଯଦି ଆସିଥିବ ପୁରା ଲମ୍ବ ହେଇକି ଗୋଡ ଧରିକି କହିଯିବ, ବୁଝିହଉଛି ନା? ବିଚିତ୍ର। ତେଣୁ ପୁଅକୁ ଚିହ୍ନିବ ଆସିଲେ ବୋହୂ, ପୁଅଟିକୁ ଯେତେବେଳେ ଚିହ୍ନିବ ନା, ବୋହୂଟି ଯେତେବେଳେ ଆସିବ ତାପରେ ତମେ ଜାଣିବ କିଛି ଦିନ ଅନ୍ତରେ ପୁଅ ତମ ପାଇଁ ଠିକ ସୁପୁତ୍ର ଜନ୍ମ କରୁଛ, ସୁପୁତ୍ର ନା କୁପୁତ୍ର ନା ଅପୁତ୍ର। ବୋହୂକୁ ଚିହ୍ନିବ ବରଷେ ଯାଉ। ବୋହୂଟି ଯେତେବେଳେ ଆସିବ ସେ ମାଡି ପକ ଦେଇ ବରଷେ ରହିବ, ତାପରେ ନିଜ କରାଳ ରୂପ ସେ ଦେଖାଏ। ଯଦି ଭଦ୍ର ଘର ପିଲା ହେଇଥିବ ସେ ଠିକ ଥବ, ଯଦି ବିଛୁଆ ଯାଇଥିବ ତାର ତୂପ ବାହାରିବ। କାରଣ ଦୁର୍ଜନ ପର ହତ୍ୟ ବ୍ୟଙ୍କୁତ ଭୀଷଣ ମଣିନାଥ ଭୂଷିତ ସର୍ପ କିମ ସୈନ୍ୟ ଭୟ। ସାପର ମୁଣ୍ଡେ ଗୋଟେ ଅମୂଲ୍ୟ ମଣି ଅଛି, ସାପ ଜାଣିପାରେନି। ସେ କେଳା ତାକୁ ଉପରେ ପେଟରେ ବାନ୍ଧିକି ରଖେ, ପେଡି ଦିଏ। ତାର ପ୍ରକୃତି କଣ? ଖୋଲିଲା ମାନେ ସେ ମୁଁ ଦୁଷ୍ଟ ଲୋକକୁ ତମେ ଯେତେ ତାକୁ ସେଟ ଦେଇକି ରଖ, ବାପଳ ଧନ କରି ରଖ, ସିଏ ତାର ଶେଷ ବେଳକୁ ପଣା ଦେଖିବ ଏବଂ ତେଣୁ ବୋହୂକୁ ଚିହ୍ନିବ ବରଷେ ଯାଉ। ବରଷକର ବୋହୂ ହେଇଗଲା ପରେ ସେ କେମିତିଆ ତାର ଗୁଣ ସେଇଠୁ ବାହାରିବ। ଭାଇଜା ଚିହ୍ନିବ ବୃଦ୍ଧା କାଳରେ। ଓ କି ଶକ, ସ୍ୱାମୀ ଯାଉଥିବ ମାର୍କେଟ, ସ୍ତ୍ରୀ ଯିବ ଆଗରେ ଭ୍ୟାନିଟି ପକେଇ ବେଗ ଧରିକି ଆସିବ, କିଏ ସେ? ସ୍ୱାମୀ। ଛୁଆ କାକି ଆସିବ, କିଏ ସେ? ସ୍ୱାମୀ। ସ୍ତ୍ରୀ ଧିଏରେ ଯଦି କଣ୍ଟା ଟିକେ ବାଜିଗଲା ସ୍ୱାମୀର ମୁଣ୍ଡ ଖରାପ ହେଇଯିବ। କିନ୍ତୁ ସେ ସ୍ତ୍ରୀ କେମିତିଆ ସେ ଜଣା ପଡିବ କେତେବେଳେ ନା ବୃଦ୍ଧ କାଳରେ। ଧର୍ମକୁ ଚିହ୍ନିବ ଶେଷ ବେଳ। ବାସ୍ତବ ମତରେ ଜୀବନରେ ଧର୍ମ କରିଛ କି ପାପ କରିଛ କେତେବେଳେ ଜାଣିବ ନା ବୃଦ୍ଧ କାଳରେ। କର ଚରଣ ନଚଳ ମଦନେ କମ୍ପୁଥିବ ଦେହି। ସେଇ କଥାକୁ ଆଗକୁ ଲକ୍ଷ୍ୟ ରଖିକି ମଣିଷ ଧର୍ମ କର। ବର୍ତ୍ତମାନ ଆଗକୁ କେହି ଲକ୍ଷ୍ୟ ରଖୁନାହାନ୍ତି। ମୁଁ ବଡା, ମୋର ବଳ ଅଛି, ବୟସ ଅଛି, ମୋର ଟଙ୍କା ଅଛି, ମାନେ ସବୁ ଜମି ଅଛି, ଗାଡି ଅଛି, ଘୋଡା ଅଛି, ସବୁ ଅଛି। କିନ୍ତୁ ଧର୍ମ ଟଙ୍କାରେ ଆସେ ନାହିଁ କି ଗାଡି ଘୋଡାରେ ଆସେ। କର୍ମ କରିଥିଲେ ଧର୍ମ ଆସେ।
ଯଦି କର୍ମଘର ଜିରୋ ତାହାର ମହତ୍ଵ ବୁଝି ନାହିଁ। ଠକିକି ଆଣି ଖାଇବା, ପଟ ଚଢେଇକି ଆଣି ଖାଇବା, ତାର ମହତ୍ଵ କିଛି ନାହିଁ। ସେଥିପାଇଁ କହନ୍ତି ଠକାମି ଧନ ଆସେ ବହୁତ, ଗଲାବେଳେ ଯାଏ ମୂଳ ସହିତ। ତେଣୁ ଯିଏ ଯାହା କରିବ ସେ ତାର ପାଇବ। ଏହିପରି ଭାବରେ କଣ ହବ, ଧର୍ମକୁ ଚିହ୍ନିବ। এইটা କେବେ ହେଲେ ଅତ୍ୟୁକ୍ତି ନୁହେଁ। ଜୟ ଜଗନ୍ନାଥ। ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ହରି।